ବାରିପଦାର ଛଉପଡ଼ିଆଠାରେ ନ୍ୟୁ ରାଜସ୍ଥାନ କଟନ ଫେବ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ବାରିପଦା ବିଧାୟକ ପ୍ରକାଶ ସରେନ। ବାରିପଦାର ଛଉପଡ଼ିଆଠାରେ ନ୍ୟୁ ରାଜସ୍ଥାନ କଟନ ଫେବ୍ ଆଜି ସନ୍ଧ୍ୟା 7 ଘଟିକାଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାରିପଦାର ବିଧାୟକ ପ୍ରକାଶ ସରେନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଧୀର ବେହେରା, ରସିକାନନ୍ଦ ମିଶ୍ର ଏବଂ ବିଶ୍ୱନାରାୟଣ ଜିତବାବୁ ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହିତ ଗୋଟିଏ ସ୍ଥାନରେ ଭାରତର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଆୟୋଜକ ସଂସ୍ଥାକୁ ସାଧୁବାଦ ଜଣାଇଥିଲେ। ରାଜସ୍ଥାନ କଟନ ଫେବ୍ ଆଜି ହେଉଛି ଶୁଭ ଉଦ୍ଘାଟନ ଦିବସ ଏବଂ ଖୁସି ଲାଗିଲା। ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଆଜି ଶୁଭ ଉଦ୍ଘାଟନ ଥିଲା ଏବଂ ଶୁଭ ଉଦ୍ଘାଟନ କରାଗଲା। ଏଥିରେ ବିଭିନ୍ନ ଭେରାଇଟିଜ୍ର ସବୁ ଡ୍ରେସ୍ ମେଟେରିଆଲ୍ ସବୁ ଆସିଛି। ଶାଢ଼ୀ ପାଖରୁ ଆରମ୍ଭ କରିକି ସାୟା ପାଖରୁ ଆରମ୍ଭ କରିକି ଆପଣଙ୍କ ଯେତେ ଡ୍ରେସ୍ ମେଟେରିଆଲ୍ ସବୁ ଆସିଛି। ଏଠି କାଶ୍ମୀର ଶାଲ୍, ବନାରସୀ ପାଟ ଆଉ ଏଇ ଟାଇପ୍ର ବିଭିନ୍ନ ପ୍ରକାର ଯେଉଁ ଆସିଛି, ହ୍ୟାଣ୍ଡିକ୍ରାଫ୍ଟର ମଧ୍ୟ ଆସିଛି। ଆଉ ତେଣୁ ଆଶା କରିବି ଏଇଟା ଭଲ ବ୍ୟବସାୟ ଚାଲିବ। ଆଜିରୁ ଆରମ୍ଭ କରିକି ସେପ୍ଟେମ୍ବର 8 ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ଅଛି। ଆଶା ତ କରିବି ସୁନିଶ୍ଚିତ ମାସେରୁ ମାସାଧିକ କେମିତି ଚାଲିବ ଏବଂ ଭଲ ବ୍ୟବସାୟ କେମିତି ହେଇପାରିବ। ଏବଂ ଏଠି ଆଉ ଗୋଟେ ସୁବିଧା ବ୍ୟବସ୍ଥା କରାଯାଇଛି, 20% ଲେସ୍ରେ ଆମେ ବିକ୍ରି ପଟା କରୁଛନ୍ତି। ବ୍ୟବସାୟର ସବୁଠୁ ଭଲ ଆକର୍ଷଣୀୟ ବ୍ୟବସାୟ ଆଉ ଭଲ ଚାଲିବ ଆଉ।